ବଡ଼ ଜଙ୍ଗଲରେ ମେନା ଚଢ଼େଇ ଗୋଟିଏ ଘର ବନାଉଥିଲା। ଏଠୁ ସେଠୁ କୁଟା କାଠି ଆଣି ଗୋଟିଏ ସୁନ୍ଦର ଘର ବନାଉଥିଲା। ମେନା ଚଢ଼େଇର ବସା ପାଖରେ ଗୋଟିଏ କାଉ ଘର କରିକି ରହୁଥିଲା। କାଉ ବହୁତ ବଦମାସ ଥିଲା। କାଉ ମେନା ଚଢ଼େଇ ପାଖକୁ ଯାଏ। ଆରେ ଏ ମେନା ଚଢ଼େଇ, ତୁ ଆଗରୁ କୋଉଠି ରହୁଥିଲୁ? ଆଉ ଏହି ଜଙ୍ଗଲକୁ କଣ ପାଇଁ ଆସିଲୁ? ଆରେ କାଉ ଭାଇ, ମୁଁ ଯେଉଁ ଜଙ୍ଗଲରେ ରହୁଥିଲି ସେଠି ବେଶୀ ଶିକାରୀ ପକ୍ଷୀ ରହୁଥିଲେ। ଆମ ଜଙ୍ଗଲ ଛାଡ଼ି ସବୁ ପକ୍ଷୀ ଅନ୍ୟ ଜାଗାକୁ ଚାଲିଗଲେ। ମୋତେ ମୋର ଜଣେ ସାଙ୍ଗ ଏଠାକୁ ଡାକିଲେ। ମୋର ସାଙ୍ଗଙ୍କ ନାଁ ହେଲା ଚିଙ୍କି। ସେ ମୋତେ ଏଠାକୁ ଡାକିଲେ। କାଉ କୁହେ, ଆରେ ତୁ ତାହେଲେ ଚିଙ୍କି ଚଢ଼େଇର ସାଙ୍ଗ। ତୁ ଚିଙ୍କି ଚଢ଼େଇର ସାଙ୍ଗ ମାନେ ତୁ ମୋର ମଧ୍ୟ ସାଙ୍ଗ। ମୁଁ ଏଇ ପାଖରେ ରହୁଛି। ତୋର ଯାହା ଦରକାର ହେବ ତୁ ମୋରି ପାଖକୁ ଯିବୁ। ମୁଁ ଏବେ ଯାଉଛି। ଆରେ କାଉ ଭାଇ, ମୋର ସାଙ୍ଗ ଚିଙ୍କି କହୁଥିଲା ଏହି ଜଙ୍ଗଲରେ ସମସ୍ତେ ଭଲ ପକ୍ଷୀ ରହୁଛନ୍ତି ବୋଲି। ତମେ ମଧ୍ୟ ବହୁତ ଭଲ। କିନ୍ତୁ ମୋର ସାଙ୍ଗ କହୁଥିଲା ଆମ ଜଙ୍ଗଲରେ ଖାଲି ଗୋଟିଏ ଦୁଷ୍ଟ କାଉ ରହୁଛି। ଆଉ ତା ଛଡ଼ା ଆମ ଜଙ୍ଗଲରେ ସମସ୍ତେ ଭଲ। ତମେ ମୋରି ପାଖ ଘରେ ରହୁଛ, ମୋର ଆଉ କ'ଣ ଅସୁବିଧା? ମୁଁ ଏଠାରେ ଘର କରି ଖୁସିରେ ଖୁସିରେ ରହିବି। କାଉ ମନେ ମନେ କୁହେ, ଆରେ ଆମ ଜଙ୍ଗଲରେ ତାହେଲେ ସମସ୍ତେ ମୋତେ ଦୁଷ୍ଟ କହୁଛନ୍ତି। ହଉ ମେନା ଚଢ଼େଇ, ମୁଁ ତୋରି ସାଥିରେ ମଧ୍ୟ ଦୁଷ୍ଟାମି କରିବି। ଆଉ ତୋତେ ଏଠାରେ ଘର କରାଇ ଦେବିନି। ମୁଁ ମଧ୍ୟ ଦେଖିବି ତୁ ଏଠାରେ କେମିତି ଖୁସିରେ ଖୁସିରେ ରହୁଛୁ। କାଉ ସେଠାରୁ ଚାଲିଯାଏ। ମେନା ଚଢ଼େଇ କିଛି ଦିନ ମଧ୍ୟରେ ଗୋଟିଏ ସୁନ୍ଦର ଘର ବନାଇ ଦିଏ। ଏପଟେ କାଉ ତାର ଘରେ ରହି ଦେଖେ, ଆରେ ଏହି ମେନା ଚଢ଼େଇ ତ ବହୁତ ଭଲ କାମ କରୁଛି। ସେ କିଛି ଦିନ ମଧ୍ୟରେ ତାର ଗୋଟିଏ ସୁନ୍ଦର ଘର ବନାଇ ଦେଲା। ଆଜି ମେନା ଚଢ଼େଇ ବାହାରକୁ ଯାଉ। ମୁଁ ଯାଇ ତାର ଘର ଭାଙ୍ଗିଦେବି। କିଛି ସମୟ ପରେ ମେନା ଚଢ଼େଇ କିଛି ଖାଦ୍ୟ ପାଇଁ ଚାଲିଯାଏ। ମେନା ଚଢ଼େଇ ତାର ଘରୁ ଗଲା ମାତ୍ରେ କାଉ ସେଠାକୁ ଚାଲି ଆସେ। ଆରେ ମେନା ଚଢ଼େଇ, ତୁ ଭାବିଛୁ ତୁ ଏତେ ସୁନ୍ଦର ଘର ବନାଇ ଏଠାରେ ଖୁସିରେ ରହିବୁ। କାଉ ମେନା ଚଢ଼େଇର ଘର ଭାଙ୍ଗି ଦିଏ। ମେନା ଚଢ଼େଇର ଘର ଭାଙ୍ଗି ଯାଇ ତଳେ ପଡ଼ିଯାଏ। କାଉ ମଧ୍ୟ ସେଠାରୁ ଚାଲିଯାଏ। କିଛି ସମୟ ପରେ ମେନା ଚଢ଼େଇ ତାର ଘରକୁ ଫେରି ଆସେ। ମେନା ଚଢ଼େଇ ଦେଖେ ସେହି ଗଛରେ ତାର ଘର ନାହିଁ। ତାର ଘର ଯାଇ ଗଛ ତଳେ ପଡ଼ିଛି। ଆରେ ମୋର ଘର ମୁଁ ବହୁତ ମଜବୁତ ବନାଇଥିଲି। ମୋର ଘର ତ ପବନରେ ଉଡ଼ିଯିବନି।
ମୋର ଘର କିଏ ଭାଙ୍ଗି ଦେଇଥିବ। ମେନା ଚଢ଼େଇ ଟିକେ ମନ ଦୁଃଖ କରେ। ସେଠାକୁ ଚିଙ୍କି ଚଢ଼େଇ ଚାଲି ଆସେ। ଆରେ ମେନା ଚଢ଼େଇ, କ'ଣ ହେଇଛି ତୋର? କ'ଣ ପାଇଁ ତୁ ମୁହଁଟାକୁ ଶୁଖାଇଛୁ? ଆରେ ସାଙ୍ଗ ଚିଙ୍କି, ମୁଁ କିଛି ଦିନ ମଧ୍ୟରେ ମୋର ଘର ବନାଇଥିଲି, ପୁରା ମଜବୁତ। ଆଜି ସକାଳେ ମଧ୍ୟ ମୋର ଘର ଥିଲା। ମୁଁ ଖାଦ୍ୟ ପାଇଁ ଯାଇଥିଲି, ଆଉ ଏଠାକୁ ଆସି ଦେଖିଲା ବେଳକୁ ମୋର ଘର ଭାଙ୍ଗି ତଳେ ପଡ଼ିଛି। ମୁଁ ତ ଏଠାରେ କାହାକୁ ଜାଣିନି, କିଏ ଆସି ମୋର ବସା ଭାଙ୍ଗିଦେଲା। ଚିଙ୍କି ଚଢ଼େଇ କୁହେ, ଆରେ ସାଙ୍ଗ ମେନା ଚଢ଼େଇ, ମୁଁ ତୋତେ କହୁଥିଲି ନା, ଆମ ଜଙ୍ଗଲରେ ଗୋଟିଏ ଦୁଷ୍ଟ କାଉ ରହୁଛି ବୋଲି। ସେ କାହାରି ଖୁସି ଦେଖିପାରେ ନାହିଁ। ତୁ ପୁଣି କାଉର ବସା ପାଖରେ ଘର କରିକି ରହୁଛୁ। ଏହି ପାଖରେ ଯେଉଁ କାଉ ରହୁଛି, ସିଏ ହିଁ ସେହି ଦୁଷ୍ଟ କାଉ। ଆରେ ସାଙ୍ଗ ଚିଙ୍କି, ତୁ ମୋତେ ଟିକେ ଆଗରୁ କହିଥିଲେ ହେଇନଥାନ୍ତା। ଏହି କାଉ ମୋରି ପାଖକୁ ସବୁଦିନ ଆସେ, ଆଉ ମୋତେ ମିଠା ମିଠା କଥା କୁହେ। ସେ ସେହି ଦୁଷ୍ଟ କାଉ ବୋଲି ମୁଁ ଜାଣିନଥିଲି, ନହେଲେ ଏଠାରେ ମୁଁ ମୋର ଘର ବନାଇ ନଥାନ୍ତି। ଚିଙ୍କି ଚଢ଼େଇ କୁହେ, ଆରେ ସାଙ୍ଗ ମେନା ଚଢ଼େଇ, ଚାଲ ଏବେ ଆମେ କାଉକୁ ଦିପଦ ଶୁଣାଇକି ଯିବା, ଆଉ ତୁ ମୋରି ଘର ପାଖରେ ଘର ବନାଇବୁ। ଚାଲ ଆମେ ଏଠାରୁ ଚାଲିଯିବା। ମେନା ଚଢ଼େଇ କୁହେ, ଆରେ ସାଙ୍ଗ ଚିଙ୍କି, ତମେ ଚିନ୍ତା କରନି, ମୁଁ କାଉକୁ ବୁଦ୍ଧି ଶିଖାଇବି। କାଉ ଯେମିତି ଆଉ କାହାକୁ ହଇରାଣ କରାଇବନି। ମୁଁ ଏଠାରେ ଆଉ ଥରେ ଘର ବନାଇବି। ମୁଁ କାହାକୁ ଡରି କ'ଣ ପାଇଁ ଏଠାରୁ ଯିବି? ମୁଁ ଯେଉଁଠି ଘର ବନାଇଲେ ମଧ୍ୟ କାଉ ଆସି ମୋର ଆଉ ତମର ଘର ଭାଙ୍ଗିବ। ତାର ଦିନ ଠାରୁ ମେନା ଚଢ଼େଇ ପୁଣି ଘର ବନାଇବାରେ ଲାଗି ପଡ଼େ। ଏପଟେ କାଉ କହୁଥିଲା, ଆରେ ଏହି ମେନା ଚଢ଼େଇ ପୁଣି ଏଠାରେ ଘର ବନାଇଲା। ମୁଁ ପୁଣି ଏହି ଘର ଭାଙ୍ଗିବି। ମେନା ଚଢ଼େଇ ତାର ଘର ବନାଇଲା। ଏମିତି କିଛି ଦିନ ଗଲା। କାଉ ମେନା ଚଢ଼େଇ ନଥିବା ସମୟରେ ଆସେ, ଆଉ ତାର ଥଣ୍ଟରେ ମାରି ଭାଙ୍ଗିବାକୁ ଲାଗେ। କାଉ ତାର ଥଣ୍ଟ ବହୁତ ଜୋରରେ ମାରୁଥାଏ, ହେଲେ ବି ଘର କିଛି ହେଲାନି। କାଉ ରାଗିକି ତାର ଥଣ୍ଟ ବହୁତ ଜୋରରେ ମାରିଲା। କାଉର ପାଟିରୁ ସବୁ ଦାନ୍ତ ଗଳି ପଡ଼ିଲା, କାରଣ ମେନା ଚଢ଼େଇ ତାର ଘର ଚାରିପଟେ ପଥର ଦେଇଥିଲା। ଆରେ ମୋର ସବୁ ଦାନ୍ତ ଗଳି ପଡ଼ିଲା କେମିତି? ମୁଁ ଏବେ ଖାଦ୍ୟ କେମିତି ଖାଇବି? ଏହି ମେନା ଚଢ଼େଇ ପଥର ଘର ବନାଇଛି ବୋଲି ମୁଁ ଜାଣିପାରିଲି ନାହିଁ, ସେଥିପାଇଁ ମୋର ସବୁ ଦାନ୍ତ ଗଳି ପଡ଼ିଲା। ମୁଁ ଆମ ଜଙ୍ଗଲର କେଉଁ ପକ୍ଷୀକି ମୋର ମୁହଁ ଦେଖାଇ ପାରିବି ନାହିଁ। ମୁଁ ଯାଏ ଏହି ଜଙ୍ଗଲ ଛାଡ଼ି ଚାଲିଯିବି। କାଉ ସେଇ ଜଙ୍ଗଲ ଛାଡ଼ି ଚାଲିଯାଏ। ସେଇ ପାଖରେ ମେନା ଚଢ଼େଇ ଆଉ ଚିଙ୍କି ଚଢ଼େଇ ଥାଆନ୍ତି। ଦୁଇ ଜଣ ବହୁତ ଜୋରରେ ହସନ୍ତି। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ଼ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖୁଥାନ୍ତୁ।